हरे कृष्ण। सब श्रद्धालु भक्त मान को स्वागत करुच्ची, विनम्र प्रणाम करुच्ची। आज संध्याकालीन श्रीमद भगवद गीता कार्यक्रम आरंभ करबा आसंतु तैयार करू। ओम अज्ञानतिमिरन्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शुल्कवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतुषे नमः। हे कृष्ण करुणा सिंधु दीनबंधो जगत्पते गोपेश गोपिका कांत श्री राधा कांत नमोस्तुते। तप्त कांचन गौरंगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वंशाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरभक्तवृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। हमें श्रीमद् भगवत गीता चतुर्थ अध्याय दिव्य ज्ञान योग 13 नंबर श्लोक, चतुर्थ अध्याय 13 नंबर श्लोक पर्यंत कंप्लीट करथिले। आज आम 14 नंबर श्लोक रु नवा। श्लोकटी एभली। न मां कर्माणि लिम्पन्ति न मे कर्मफले स्पृहा इति मां यो अभिजानाति कर्माभिः न स बध्यते। न मां कर्माणि लिम्पन्ति न मे कर्मफले स्पृहा इति मां यो अभिजानाति कर्मभिः न स बध्यते। जे आवृत्ति କରିବାକୁ ଚାହୁଁଛନ୍ତି ଶ୍ଲୋକକୁ କରିପାରନ୍ତି। प्रणाम गुरुजी। जय श्री कृष्ण। समस्त भक्त वृंद को मोर प्रणाम। चतुर्थ अध्याय श्लोक नंबर 14। न मां कर्माणि लिम्पन्ति न मे कर्म फले स्पृहा इति मां योऽभिजानाति कर्मभिर्न सबध्यते। यार अर्थ, एपरि कौनसी कर्म नाही ଯାହାର ଫଳ ମୋତେ ଭୋଗିବାକୁ ହୁଏ, କିମ୍ବା ମୁଁ କୌଣସି କର୍ମଫଳ ଭୋଗ କରିବାକୁ ଇଚ୍ଛା କରେ ନାହିଁ। ଯେ ମୋ ସମ୍ବନ୍ଧୀୟ ଏହି ସତ୍ୟକୁ ଜାଣିପାରେ, ସେ ମଧ୍ୟ ତାର କର୍ମଫଳରେ ବାନ୍ଧି ହୁଏ ନାହିଁ ବା କର୍ମଫଳ ଭୋଗ କରେ ନାହିଁ। ଜୟ ଶ୍ରୀକୃଷ୍ଣ। ଜୟ ଗୁରୁଜୀ। हरे कृष्ण। आगे आवृत्ति करिवे। ओके। हरे कृष्ण। ए श्लोकटी माने भगवान कहीं श्लोक को आणले तार कारण हूँ पूर्व श्लोक रे भगवान कहले कर्तारंग अपि मां विधि अकर्तारंग अव्ययम्। पूर्व श्लोक रे कहते चतुर्वर्ण्यां मया सृष्टं गुण कर्म विवास। से श्लोक रे से कहउछंती कर्तारंग अपि मां, जदिओ मु मोठू सब किछि सृष्टि मु सृष्टिकर्ता, तबे मु अव्यय हेतुवारु अपरिवर्तनीय हेतुवारु मु अकर्ता। भगवान से श्लोक रे कहथिले। तेणु अर्जुन पचारुचंदी किंतु आमे तो जानिछु कृष्ण आपण क्षत्रिय कुल रे जन्म होइतले,
ଏବଂ କ୍ଷତ୍ରିୟର କର୍ମ ସବୁ କରୁଥିଲେ। ଏମିତି ଆପଣ କହିପାରିବେ ଯେ ଆପଣ ହଉଛନ୍ତି ଅକର୍ତ୍ତା? ପ୍ରଶ୍ନ କୃଷ୍ଣ ପଚାରି ପାରନ୍ତି ଏବଂ ତାର କ୍ଲିୟର କରୁଛନ୍ତି ଏ ଶ୍ଲୋକରେ ଭଗବାନ କହିକି ଯେ ନ ମାମ କର୍ମାଣି ଲିମ୍ପନ୍ତି, ନ ମାମ କର୍ମାଣି ଲିମ୍ପନ୍ତି ବୋଲିକି ଭଗବାନ କହୁଛନ୍ତି। କହୁଛନ୍ତି ୟେସ୍ ମୁଁ କର୍ମ କରେ କିନ୍ତୁ କର୍ମ ମତେ ପ୍ରଭାବିତ କରେନି, କର୍ମ ମତେ କଳଙ୍କିତ କରେନି। ନ ମାମ କର୍ମାଣି ଲିମ୍ପନ୍ତି, କର୍ମ ମତେ ଆଫେକ୍ଟ କରେନି বা কর্মর ମୁଁ ଯୋଉ କର୍ମ କରେ ତା ପ୍ରତିକ୍ରିୟା ନାହିଁ। ନ ମେ କର୍ମ ଫଳେ ସ୍ପୃହା, ନା ମୋର କର୍ମ ଫଳରେ ମାନେ ଇଚ୍ଛା ଅଛି, ଇଣ୍ଟରେଷ୍ଟ ଅଛି। ଇତି ମାମ ୟୋ ଅଭିଜାନନ୍ତି, ଏଇଭଳି ଯିଏ ଜାଣୁଛନ୍ତି ମତେ, କର୍ମ ବି ନ ସବଧ୍ୟତେ, ସେ କେବେ ହେଲେ କର୍ମ ବନ୍ଧନରେ ପଡେନି ବା କର୍ମ ଦ୍ୱାରା ବାନ୍ଧି ହୁଏନି, କର୍ମର ପ୍ରତିକ୍ରିୟା ଦ୍ୱାରା ବାନ୍ଧି ହୁଏନି। ଏଇଭଳି ଭଗବାନ ଏ ଶ୍ଲୋକଟି କହୁଛନ୍ତି। ଆମେ ୟାକୁ ଆଲୋଚନା କରିବା। ତେବେ ଆମେ ଦେଖିଲେ ଭଗବାନ କହୁଛନ୍ତି ଯେ ମୁଁ କର୍ମ କରୁଛି କିନ୍ତୁ କର୍ମରେ ମୁଁ କଳଙ୍କିତ ହଉନି, କଳୁଷିତ ହଉନି। ଭଗବାନ କହୁଛନ୍ତି ମତେ କର୍ମ ଆଫେକ୍ଟ କରୁନି, କର୍ମ ଡଜ ନଟ ବାଇଣ୍ଡ ଅର ଆଫେକ୍ଟ ମି ବୋଲି ଭଗବାନ କହୁଛନ୍ତି। ତାହେଲେ ଆପଣ ଏଇ ଭୌତିକ ଜଗତକୁ ଆସନ୍ତି କାହିଁକି, କର୍ମ କରନ୍ତି କାହିଁକି? ଭଗବାନ ତା ପୂର୍ବରୁ କହିସାରିଛନ୍ତି ଯେ ମୁଁ ଶିକ୍ଷା ଦେବା ପାଇଁ, ଲୋକ କେମିତି କର୍ମ କରିବେ ସେଇଥିପାଇଁ ମୁଁ ଆସେ। ମୁଁ ଯଦି କର୍ମ ନ କରିବି ସବୁ ନିକମ୍ମା ହେଇଯିବ, ଏଇଭଳି ଭଗବାନ କହୁଛନ୍ତି। ମାନେ ଯେମିତି ପ୍ରଧାନମନ୍ତ୍ରୀ ଆସନ୍ତି କୋଉଠିକି, ଜେଲକୁ ଆସନ୍ତି, ସେ କଣ ଅପରାଧୀ ହିସାବରେ ଆସନ୍ତି? ନା, ସେ ଆସନ୍ତି କୋଉଥିପାଇଁ? ଜେଲରେ ଯୋଉମାନେ ଅଛନ୍ତି ତାଙ୍କର କଲ୍ୟାଣ ପାଇଁ ସେ ଆସନ୍ତି। ସେମିତି ଭଗବାନ ମଧ୍ୟ ଆସନ୍ତି, କର୍ମ କରନ୍ତି, କିନ୍ତୁ ତାଙ୍କର କର୍ମ ଦିବ୍ୟ। ସେ ଯୋଉ କର୍ମ କରନ୍ତି, ଯଦିଓ ସେ କର୍ମର ନୀତି ରଖିଛନ୍ତି, କର୍ମ କଲେ ପ୍ରତିକ୍ରିୟା ହବ, ପ୍ରତିକ୍ରିୟା ହେଲେ କର୍ମ ବନ୍ଧନରେ ପଡିବା, କିନ୍ତୁ ସେଇଟା ତାଙ୍କ ପାଇଁ ଲାଗୁ ନୁହେଁ। କାହିଁକି ନା ରଜା ଯୋଉ ନିୟମ ତିଆରି କରନ୍ତି ସେ ତାଙ୍କ ପାଇଁ କରନ୍ତିନି, କାରଣ ରଜା କେବେ ହେଲେ ଭୁଲ କରିବେନି, ତେଣୁ ରଜାଙ୍କ ପାଇଁ ସେ ନିୟମ ଲାଗୁନି, ତେଣୁ ଭଗବାନଙ୍କ ପାଇଁ ସେ ନିୟମ ଲାଗୁନି। ଏଇ ଯୋଉ କର୍ମ ବନ୍ଧନ ଜିନିଷ ଭଗବାନଙ୍କ ପାଇଁ ଲାଗୁନି। ତେଣୁ ଜାଣିବା ଦରକାର ଯେ ଆମେ ଯୋଉ କାମ କରୁଛେ, ମନରେ ହଉ, ବାକ୍ୟରେ ହଉ, କାୟରେ ହଉ, ମାନେ ଶରୀରରେ ହଉ, କର୍ମ କରୁଛେ, ଭଲ କର୍ମ ହୁଏ ବା ମନ୍ଦ କର୍ମ ହୁଏ, ଖରାପ କର୍ମ ହୁଏ, ତାର ପ୍ରତିକ୍ରିୟା ଅଛି। ଭଲ ହଉ ମନ୍ଦ ହଉ ପ୍ରତିକ୍ରିୟା ଅଛି। ଇଏ ହଉଛି ଆମର ମାନେ ପ୍ରକୃତିର ନିୟମ। କର୍ମ କଲେ କର୍ମର ପ୍ରତିକ୍ରିୟା ଅଛି। ଯେମିତି ମୁଁ ଏଠି କହୁଛି, ଏଇ ଯୋଉ ମୋର କହିବାର ଯୋଉ ଧ୍ୱନି ଏ ସାରା ଜଗତରେ ରେକର୍ଡିଂ ହଉଛି ଏବଂ ୟାର ପ୍ରତିକ୍ରିୟା ମଧ୍ୟ ଆସିବ। ଯେକୌଣସି କର୍ମ ଆମେ କରୁଛେ ତା ପ୍ରତିକ୍ରିୟା ଆସିବ, କିନ୍ତୁ କୃଷ୍ଣଙ୍କର ଯେକୌଣସି କର୍ମ ଏ ଜଗତରେ ଆସିକି ଯାହା ବି କରନ୍ତି ତାର କୌଣସି ପ୍ରତିକ୍ରିୟା ନାହିଁ। ନ ମାମ କର୍ମାଣି ଲିମ୍ପନ୍ତି, ସେଥିପାଇଁ କହୁଛନ୍ତି ନ ମେ କର୍ମାଣି ଲିମ୍ପନ୍ତି, ନ ମାମ କର୍ମାଣି ଲିମ୍ପନ୍ତି, ଏଇଭଳି ଭଗବାନ କହୁଛନ୍ତି। ମାନେ ଯଦି ଭଗବାନ ଅର୍ଜୁନଙ୍କୁ ଯୁଦ୍ଧ ଭୂମିରେ ଗୋଟେ ସେକେଣ୍ଡ ସରି, ହଁ, ଯଦି ଆମେ ଦେଖୁଛେ ଯଦି ମାନେ ରଣଭୂମିରେ
अर्जुन को भगवान कहते जे युद्ध कर एमाने होचंदी शत्रु एमानकु मार कृष्णଙ୍କର ଏଇ ଯୋଉ କହିବାଟାରେ ମନୋବାକ୍ୟ କାୟ ଯାହା ଯୋଉଥିରେ ବି ଆମେ କରୁଛେ କର୍ମ ତାର ପ୍ରତିକ୍ରିୟା ଅଛି କିନ୍ତୁ ଏଇ କହିବାର ମଧ୍ୟ ତାଙ୍କର ପ୍ରତିକ୍ରିୟା ନାହିଁ କିନ୍ତୁ ଆମେ କହିଲେ ତାର ପ୍ରତିକ୍ରିୟା ଅଛି ମାର କହିଦେଲେ ପ୍ରତିକ୍ରିୟା ଅଛି କିନ୍ତୁ ତାଙ୍କର ନାହିଁ କାହିଁକି ନା କର୍ମ କୃଷ୍ଣଙ୍କୁ ପ୍ରଭାବିତ କରେନି କଳଙ୍କିତ କରେନି କାହିଁକି ଭଗବାନ ତାର ଉତ୍ତର ବି ନିଜେ ଦେଇଛନ୍ତି ନ ମେ କର୍ମ ଫଳେ ସ୍ପୃହା ମୋର କର୍ମ ଫଳରେ ଇଣ୍ଟରେଷ୍ଟ ହିଁ ନାହିଁ ମୁଁ କର୍ମ ଫଳ ପାଇଁ ଆତତା ହିଁ ନୁହେଁ नो इंटरेस्ट इन कर्म फल तेणु एथुरु क्लियर जे जार कर्म जे कर्म फल प्रति स्पृहा रखिछि इंटरेस्ट अछि डिजायर इच्छा करूछि ताकू कर्म प्रभावित करूछि ताकू कर्म कलंकित करूछि से कर्मर प्रतिक्रिया को भोगिब एवं कर्म बंधन अर्थात कर्म बंधन रे पड़ी ये होछि प्रकृतिर नियम पशु पक्षी एमाने केवल कर्म रे माने प्रभावित होती कर्म तांको अफेक्ट करेनी कहीं ना से माने भोग जोनि रे अछंती भोग करबा तांकर कर्म आमे भोग कले प्रतिक्रिया आसी जाउची किंतु तांकर से ऑलरेडी भोग जोनि रे अछंती सेटा ही तांकर धर्म भोग करी किंतु सबुटु माने विपदपूर्ण जोनि होची मनुष्य जोनि ए मनुष्य जेकोसी कर्म करने पूर्व निश्चित रूपे पचारुची जेकोसी कर्म जदि कौन व्यवसाय करुच्ची कि धंदा करुच्ची एथर लाभ कौन प्रॉफिट कहीं पचारुची प्रॉफिट अच्छी कि नहीं कारण से चाहूची गोटे धनाढ़ व्यक्ति हम जहाद्वारा से उपभोग कर तेणु तार मनुष्यर प्रत्येक कर्म पछरे तार कौन इच्छा अच्छी कामना अच्छी और से कामना कौन इंद्रिय भोग सेंस एंजॉयमेंट कर्म फल रे स्पृहा तेणु कर्म बंधन रे से पड़े कर्म ताकू बांधे कर्मर प्रतिक्रिया आसीबो और कर्म ताकू बांधे किंतु भगवान कहउचंदी न मे कर्म फले स्पृहा मोर कर्म फल रे कोनोसी स्पृहा नाही कर्म करिकी आमे कोन आमे कर्म करूचे कोथि पय भोग करे आमे स्वर्ग को जिवा पय मध्य आमे इच्छा करूचे से हमर हाईएस्ट डिजायर सेटा एमिति कर्म करिवा जे स्वर्ग जीवा आउरी बहुत सुंदर भाव उपभोग कर बहुत अधिका एवं बहुत भल भाव आम उपभोग कर स्वर्ग से सोमरस से रंभा उर्वशी मेनका ये सब भल उपभोग कर किंतु ये स्वर्ग भगवान भगवान को पाई कौन किछि नु जेमती जड़े राजा से तार माने चाकर बस्ती को चली जाउची किंतु सेठी कौन से रहिबा को पसंद करिवो किंतु जाउची कोथ पे बस्ती रो कल्याण पई जाउची रहिबा पई नै सेमती भगवान जाई पारंती स्वर्ग को सेठी कर कल्याण करिया पई जेमती ए जगत को भौतिक जगत को आछंती लोकंकर कल्याण करिया पई किंतु सेठी से स्वर्ग पई आतताई न से तो वृंदावन रे अछन सॉरी माने भगवत धाम रे वैकुंठ रे जोटी माने सुख संपूर्ण रूपे अछि सुख ही सुख केवल आनंद ही आनंद तांकर कौन दरकार स्वर्ग तथापि भगवान कहउचंदी वैकुंठ सुख भी मोर दरकार नहीं कहीं ना भगवान होउचंदी माने जो सच्चित आनंद माने तांकर स्वरूप स्थिति होउची सच्चित आनंद अर्थात से आत्माराम आत्मारे आनंद नियंती एंजॉयज इन सेल्फ ही एंजॉयज इन सेल्फ आत्मारे आनंद नियंती
ବାହାର ଆନନ୍ଦ ଆମ ଭଳି ଯେମିତି ଆମେ ବାହାର ଆନନ୍ଦ ଖୋଜୁଛେ, ସେ ବାହାର ଆନନ୍ଦରେ ତାଙ୍କର ଇଚ୍ଛା ନାହିଁ। କର୍ମ କରନ୍ତି ନିଜର ଉପଭୋଗ ସେନ୍ସ ଗ୍ରାଟିଫିକେସନ ପାଇଁ, କଲ୍ୟାଣ ପାଇଁ, ଲୋକଙ୍କ କଲ୍ୟାଣ ପାଇଁ। ତା ନହେଲେ କର୍ମ କରିବାର ତାଙ୍କର କୌଣସି ଆବଶ୍ୟକତା ହିଁ ନାହିଁ। ତାଙ୍କର କୌଣସି କାମନା କରିବାର ଆବଶ୍ୟକତା ନାହିଁ, କୌଣସି କର୍ମଫଳ ଆଶା କରିବାର ଆବଶ୍ୟକତା ନାହିଁ। ବରଂ ଅନ୍ୟମାନଙ୍କର ଇଚ୍ଛାକୁ ସେ ପୂରଣ କରୁଛନ୍ତି, ପ୍ରତ୍ୟେକ ଲୋକଙ୍କୁ। ସେ ହଉଛନ୍ତି ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ପରିପୂର୍ଣ୍ଣ। ସେ ସବୁଠି ସବୁ ଜିନିଷ ତାଙ୍କ ପାଖରେ ଫୁଲ୍। ଗୋଟେ ଉପନିଷଦରେ ଅଛି, କୁହାଯାଏ ପରାଶ୍ଚ ଶକ୍ତି ବିବିଧ ଏବ ଶ୍ରୂୟତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ। ଭଗବାନଙ୍କ ପାଖରେ ପରାଶ୍ଚ ଶକ୍ତି ହିଁ ବିବିଧ ଏବ, ବିଭିନ୍ନ ପ୍ରକାରର ଶକ୍ତି ଅଛି, ଅସୀମ ଶକ୍ତି। ଯୋଉ ଶକ୍ତି ସାହାଯ୍ୟରେ ସେ ତାଙ୍କର ଜ୍ଞାନ ବଳ କ୍ରିୟାକୁ ଯୁଆଡେ ଇଚ୍ଛା ସିଆଡେ ଡାଇରେକ୍ଟ କରିଦେବେ, ପଠେଇଦେବେ। ଅର୍ଥାତ୍ ସେ ଯାହା ଇଚ୍ଛା କରିବେ, ଇଚ୍ଛା କଲା ମାତ୍ର ତାଙ୍କ ପାଖରେ ଆସିଯିବ। ତ କର୍ମ କରିବାର ଆବଶ୍ୟକତା କଣ ଅଛି? କର୍ମ କରିକି କର୍ମ ଫଳ ପାଇଁ ସେ କାହିଁ ଆଶା କରିବେ? ଜଣେ କିଏ ପ୍ରଶ୍ନ କରିପାରେ, ଯଦି ତାଙ୍କର ଇଚ୍ଛା ନାହିଁ, କାମନା ନାହିଁ, ସେ ଜଗତରେ ଆସିକି କାହିଁକି ବିବାହ କରିଥିଲେ? ଲୋକ ଅଛନ୍ତି ପ୍ରଶ୍ନ କରିବେ, କରିଥିଲେ। ଯୋଉ ସେମାନେ ହଉଛନ୍ତି ଭକ୍ତ, ତାଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ। ଏବଂ ସେ ଜଣେ ମାନେ ପରଫେକ୍ଟ ହଜବ୍ୟାଣ୍ଡ ରୂପେ ସେ ତାଙ୍କର ଭୂମିକା ତୁଲେଇଥିଲେ। ସେମିତି ମଧ୍ୟ ସେ ଯେମିତି ପରଫେକ୍ଟ ହଜବ୍ୟାଣ୍ଡ ଭଳିଆ ସେ ମାନେ ରୋଲ କରିଥିଲେ, ସେମିତି ମଧ୍ୟ ଯଶୋଦା ମାତାଙ୍କର ଅତି ଛୋଟ ପିଲା ହିସାବରେ ମଧ୍ୟ ସେ ପରଫେକ୍ଟଲି ସେ ଯୋଉ ରୋଲଟି ପ୍ଲେ କରିବା କଥା ସେ କରିଥିଲେ। ଯଦି ଭଗବାନ ବଦମାସି କରୁଥିଲେ ଛୋଟ ବେଳେ, ଯଶୋଦା ମାତା ତାଙ୍କୁ କହୁଥିଲେ ବଦମାସି କଲେ ରସିରେ ବାନ୍ଧି ଦେବି, କିଛି ସମୟରେ କହିବେ ବାଡି ନେଇକି ପିଟିବି, ଏବଂ ଭଗବାନ କାନ୍ଦିବାକୁ ଆରମ୍ଭ କରିବେ। କୁନ୍ତୀ ମହାରାଣୀ କହନ୍ତି ଏଇ ଜିନିଷକୁ ଲକ୍ଷ୍ୟ କରିକି ଯେ ଯୋଉ ଭଗବାନ ହଉଛନ୍ତି ଅବଜେକ୍ଟ ଅଫ ଫିୟର, ଭୟର କାରଣ, ଡରର ବିଷୟ ପ୍ରତ୍ୟେକ ଲୋକଙ୍କ ପାଇଁ, ସେ ଗୋଟେ ଯଶୋଦା ମାତାଙ୍କର ବାଡି ଦେଖିକି ଭୟ କରୁଛନ୍ତି। କୋଉଥିପାଇଁ? ଯେମିତି ପିଲା ମା ପାଖରେ ହୁଏ, ସେମିତି ଭଗବାନ ମଧ୍ୟ perfectly he was playing the part of a child before ଯଶୋଦା ମାତା। ଯଶୋଦା ମାତାଙ୍କ ସାମ୍ନାରେ ସେ ଗୋଟେ ଛୋଟ ଛୁଆର ରୋଲ କରୁଥିଲେ। ଇଏ ହଉଛି କୃଷ୍ଣଙ୍କର ଜୀବନ। କୃଷ୍ଣଙ୍କ ଜୀବନରେ କୌଣସି ଜିନିଷର ଆବଶ୍ୟକତା ନଥିଲା। ସେଥିପାଇଁ ସେ କହୁଛନ୍ତି ନ କର୍ମ ଫଳେ ସ୍ପୃହା, କର୍ମ କରିକି କିଛି ପାଇବେ ଫଳ ଏବଂ ସେ ଫଳକୁ ଭୋଗ କରିବେ, ତାର ଆବଶ୍ୟକତା ହିଁ ତାଙ୍କର ନଥିଲା। କାହିଁକି ନା ସେ ହଉଛନ୍ତି ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ସମ୍ପୂର୍ଣ୍ଣ ସବୁ ଜିନିଷ ତାଙ୍କ ପାଖରେ ଫୁଲ ଅଛି। ସବୁ ଜିନିଷ, ଧନ ଜ୍ଞାନ ବୈରାଗ୍ୟ ସବୁ କିଛି, ଯଶ ଖ୍ୟାତି ସୌନ୍ଦର୍ଯ୍ୟ ସବୁ ସମ୍ପୂର୍ଣ୍ଣ ରୂପେ ଅଛି। ସେ ଲୋକର ଇଚ୍ଛା କରିବାର ଆବଶ୍ୟକତା କଣ? କାମନା କରିବାର ଆବଶ୍ୟକତା କଣ? ଯାହା ପାଖରେ ସବୁ ଫୁଲ କମ୍ପ୍ଲିଟ। ଏବଂ ସେ କାହିଁକି କର୍ମ କରିବ? କର୍ମ ଫଳ ପାଇଁ। ହଁ, ସେ କର୍ମ କରିପାରନ୍ତି। କୋଉଥିପାଇଁ? ସେ କର୍ମ କରୁଥିଲେ, ତାଙ୍କର ଉଦ୍ଦେଶ୍ୟ ଥିଲା ଆମକୁ ଆକର୍ଷଣ କରିବା ପାଇଁ, ଇନ୍ଦ୍ରିୟ ଭୋଗ ପାଇଁ ନୁହେଁ। ତାଙ୍କର ଇନ୍ଦ୍ରିୟ, ସେ ତ ଆତ୍ମାରାମ, ଆତ୍ମାରେ ସେ ଆନନ୍ଦ ପାଉଛନ୍ତି। ଏ ଜିନିଷ ତାକୁ ଆନନ୍ଦ ଦବନି। ଏ ଭୌତିକ ଭୋଗ୍ୟ ବସ୍ତୁରୁ ସେ ଆନନ୍ଦ ପାଇବେନି। ଆତ୍ମାରାମ ସେ ଆତ୍ମାରେ ଆନନ୍ଦ ନଉଛନ୍ତି। କିନ୍ତୁ ଆମକୁ ଆକର୍ଷଣ କରିବା ପାଇଁ କର୍ମ କରୁଥିଲେ। ସେ କହୁଥିଲେ ଠିକ ଅଛି, ତମେ ଫ୍ରଷ୍ଟ୍ରେଟେଡ, ଯୋଉ ବନ୍ଧୁତ୍ୱ ରଖିଛ, ବନ୍ଧୁ ଫ୍ରେଣ୍ଡସିପରେ ତମେ ଫ୍ରଷ୍ଟ୍ରେଟେଡ, ଓକେ। ଯଦି ବନ୍ଧୁତ୍ୱ ତମକୁ କଷ୍ଟ ଦଉଛି,
तुमको खुशी दौनी मो सांगे बंधुता स्थापन करो, मेक फ्रेंडशिप विथ मी, एवं तमे गोटे भल मालिक पाउन फ्रस्ट्रेटेड हो जाइछ, मोर सेवा करो। भगवान कहते मते मालिक रूपे ग्रहण कर मोर सेवा करो, मोर सेवक हुओ। तमे जदि तुम पिला माने पुओ झील एम पाखे तुम फ्रस्ट्रेटेड हवा भी संभव कहीं से माने बड़ हो जाउछन, बड़ हो गला पर तांको जीवन रो रास्ता अलग होउची। तो कृष्ण कहउछंती मते पुओ रूपे ग्रहण करो, मु तमर आज्ञा हो पुत्र हेबी। एवं से मध्य हेइथिले, he was playing the part of a child, perfect son before यशोदा माता। भगवान कहउछंती तमर स्वामी संगे तुम फ्रस्ट्रेटेड ओके, मते स्वामी रूपे ग्रहण करो। ये हूँ फिलोसफी। भगवान माने जहाँ आम इच्छा करुचे जदि भगवान सहित संपर्क रखिकी आम रखिकी इच्छा करवा ताहले आमे जीवन रे खुशी हवा। भगवान से कहते श्लोक केबेले ठकी हवानी। धर्म अर्थ कौन? धर्म अर्थ हूँ टू लव एंड सर्व गॉड, भगवान प्रेम करवा, तांकर सेवा व भक्ति करवा, ये हूँ धर्म। धर्मर अर्थ नुहे आमे निजर सेवा करवा, किंतु आमे माया जाल रे पड़ी, आमे मायाधीन। भगवान होउछंती मायाधीश, से कंट्रोल करछंती माया, किंतु आमे मायार कंट्रोल ले पड़े आछी। आमे किछि फल आशा करिकी आमे निजकू निजर निजे निजकू आमे सर्व करछे, सेवा करछे निजर। सेति कर्म बंधन रे आमे घांटी होउछे। भल हो कि खराब कर्म हो जहाँ भी आमे करिकी आमे घांटी होउछे। किंतु जेतेबेले आमे से सब छाड़ी दवा, भगवान कर संपूर्ण शरणापन्न हवा, तांकर अधीन हवा, तांकर सेवा करिबा, ताहले आमे संपूर्ण रूपे सुरक्षित हो जिवो एवं आम जीवन आनंद ही आनंद। कहीं ना आमे एभलिया कले आमे आमर स्वरूप स्थिति रे आमे अवस्थान करूचे, आमर कन्स्टिट्यूशनल पोजिशन जहाँ आमे सेठी रहिले आमे आत्माराम हो गले भगवान को भली। इति मां जो अभिजानती, सेतिपई भगवान कहउछंती सेकंड लाइन ता, इति मां जो अभिजानती, जे मते मोर फिलो माने ए जो फिलोसफी टाकू जे एई भली बुझुची, कोन बुझुची जे मोर स्वभावर दिव्यता को, मो कर्मर दिव्यता को, मो जन्मर दिव्यता को रिजल्ट कौन हम जे एई भली बुझुची। भगवान कहउछंती कर्म भी न सह बध्यते, से कर्म बंधन रे पड़े। आमे कर्म बंधन रे पड़ुचे कोथि पई? आमर जो पूर्व कर्मर पूर्व जन्मर कर्मर प्रतिक्रिया रे आमे बांधी हेइचे, ये हूँ कर्म बंधन। किंतु जो मुहूर्त रे आमे बुझी गले भगवान माने दिव्य कर्म गुड़िक दिव्य भगवान कर्मर दिव्यता को आमे बुझी गले, आमे सांगे सांगे भगवान कहउछंती विल बी फ्री फ्रॉम ऑल रिएक्शंस। जेते आमे दुनिया आम जेते प्रतिक्रिया आमे कर्म करिकी प्रतिक्रिया सृष्टि करिचे सेतु आमे मुक्त हो जिवा। किंतु प्रॉब्लम होउची आमे बुझी पारने भगवान से कर्मर दिव्यता को। आमे केतेबेले बुझीबा जेतेबेले भगवान सहित आमे संपर्क स्थापन करिबा, भगवान संगे जोड़ी हवा, तांको संगे युक्त हवा। अयुक्तस्य हबनी, भगवान गोटे श्लोक रे कहउछंती हमकु युक्त हवा को पड़िबो। सेतिपई ए युक्त हवा पई कोन, सेतिपई देखंतु भगवान एटी जानाति न कहि कि अभिजानति कहउछंती। अभिजानाति, अभि शब्दर अर्थ एटी अभिजानाति को अलगा कर दउची। अभि अर्थ माने एगेन एंड एगेन जान, किंतु बारंबार जान, भगवान कहउछंती।
कौन बारंबार जानो what to know again and again आमे होचे कृष्णंकर अंश नित्य दास थिले अच्छे रहिबा नित्य इटर्नाल सर्वेंट ऑफ कृष्ण ये जिनस आमे भूली जाइए जहा फल आमे भावुचे जे आमे होचे उपभोक्ता आमे होचे ये प्रकृतिर मालिक किंतु आमे नुहे भगवान होचंती उपभोक्ता भगवान होचंती मालिक ये जिनस आमे भूली जाइए भगवान कहते अभिजानती एगेन नो इट एगेन एंड एगेन जे तमे होच नित्य दास मो तेणु यही जिते आमे भगवान को सहित जो संबंध आमे जदि जानिबा एवं तांको सेवारे लागि जिबा तांकर पूरा शरणागति नहीं की ताले कर्म आमको बांधी पारिबनी कर्म बंधन रे आमे पड़िबानी तेणु जी भगवान शरणागति नौची तांको निर्देश अनुसार कर्म करुची कर्म बांधी पारनी बंधन रहिबो बंधन रहिबो को बंधन रहिबो कर्मर नुहे भगवानंकर सेवा द्वारा आमे बांधी जीवा जेतेबेले आमे भगवानकर शरणागति नेले भगवानकर सेवा कले तांकर नित्य दास होइकी आमे बंधन रे रहिबा किंतु ए बंधन होची आमे सेवा द्वारा बांधी हबो कर्म द्वारा नुहे किंतु जो माने भगवानंकर शरणागत हुंती नाही तांको सेवा करंती नहीं तांको कर्म बांधी पुनरपि जन्मम पुनरपि मरणम पुनरपि जननी जठरे शयन तांको पई रही जे कर्म करूछन सेवा न करू अर्जुन युद्धभूमि रे बहुत वितक्त भयभीत थिले कहीं ना से जो युद्ध करूछन ये गोटे कर्म जार प्रतिक्रिया अछि भाबुथिले एवं से प्रतिक्रिया को से भोग करिवे सेटाई भयभीत होउथिले किंतु कृष्ण तांको आश्योरेंस देले जे जदि तमे ये युद्ध कर मो पाई करिवो अर्थात तमे जदि कर्म योग करूछ कर्म करूछ मो संगे युक्त होगी अर्थात मो पाई करूछ मोर सुख खुशी पाई मोर आनंद पाई ताले तमे कर्म बंधन रे पड़िबनी कर्मर जो प्रतिक्रिया तुमको लागीबनी तेणु भगवान ये कहते जे वर्क फॉर मी मो पाई कर्म कर मोर सुख पाई मोर खुशी पाई कर्म कर निजर इंद्रिय भोग पाई नुहे तेरे भगवान तांको कर्म रे हमको कहीं नियुक्ति करूचंती ये गोटे प्रश्न आसीबो हमको मुक्ति दवा पाए आमर मुक्ति पाई आमर जो वास्तविक स्वरूप होची भगवान सेवा करवा आमे कौन करूचे भगवान सेवा न करी आम शरीर सेवा करूचे आम शरीर सांगे जो माने जोड़ी होती तांको सेवा करूचे किछि नले कुकुर बिलाई मान सेवा करूचे भगवान हमको सुजोग दौरान तांकर सेवा करबा पाई भगवान आम पाखे दीटी ऑप्शन छाड़ी देइछन तृतीय जिनस दुनिया रे नाई कहउचंदी मायार सेवा करो नले मोर सेवा करो ये दीटा छड़ा आ तृतीय जिनस दुनिया रे नाई माया अर्थ निजर इंद्रिय भोग पाई तो मायार सेवा करो नले मोर सेवा करो एटी दीटी ऑप्शन भगवान कहउचंदी कर्म बंधन नले
ଭଗବାନଙ୍କର ପ୍ରେମମୟ ସେବାର ବନ୍ଧନ, ଏ ଦିଟା ଅପସନ୍। ସେ ବାଧ୍ୟ କରୁନାହାନ୍ତି, ସେ ଆମକୁ ସ୍ୱାଧୀନତା ଦେଇଛନ୍ତି, କହୁଛନ୍ତି ଇଟ୍ ଇଜ ଅପ୍ ଟୁ ୟୁ। ମୁଁ ତ ଫାସିଲିଟେଟର, ମୋ କାମ ହେଲା ମୁଁ ସବୁ ଯୋଗାଡ଼ କରିଦେବି, ସୁବିଧା ଦେଇଦେବି। ମୁଁ ଦିଟା ଅପସନ୍ ଦେଲି। ଧରନ୍ତୁ କୌଣସି ଏକ୍ସାମ ରେଜଲ୍ଟ ବାହାରି ଯାଇଛି, ଜଣେ ପିଲା ସେ ରେଜଲ୍ଟ ଦେଖିକି କାନ୍ଦୁଛି, ଆଉ ଜଣେ ଦେଖିକି ତା ମୁହଁରେ ହସ ଫୁଟୁଛି। ଏଥିରେ ଯିଏ ସ୍କୁଲର ଯିଏ ଓନର, ତାଙ୍କର ଏଥିରେ କିଛି ପରିବାର ନାହିଁ, ତାଙ୍କର ଏଥିରେ କିଛି ଲେନା ଦେନା ନାହିଁ। ଏ ପିଲାଙ୍କର ରେଜଲ୍ଟ କିଏ କାନ୍ଦୁଛି କିଏ ହସୁଛି। ନିଜ ନିଜର ପରିଶ୍ରମ, ବୁଦ୍ଧି ଏବଂ ଭାଗ୍ୟ, which is very important, ଭାଗ୍ୟ ହିସାବରେ ଭଲ ବା ଖରାପ ଫଳ ଛାତ୍ରମାନେ ପାଉଛନ୍ତି। ନିଜର କର୍ମ, ନିଜର ବୁଦ୍ଧି ଏବଂ ନିଜର ଭାଗ୍ୟ। ସେମିତି ଭଗବାନ ଏ ଦୁନିଆକୁ ସୃଷ୍ଟି କରି ସମସ୍ତଙ୍କୁ ଏ ଭିତରକୁ ଛାଡ଼ିଛନ୍ତି, କହୁଛନ୍ତି ଯାହା ଭଲ ଖରାପ କରିବ ସେଇ ଅନୁସାରେ ଫଳ ପ୍ରାପ୍ତ ହେବ। ଅର୍ଥାତ୍ ତମେ ଯଦି କର୍ମ କରିକି ତମେ ଯଦି ଭୋଗ କରିବ, କର୍ମ ଫଳରେ ଆଶା ରଖିଲ, ଇନ୍ଦ୍ରିୟ ଭୋଗ ପାଇଁ କର୍ମ କଲ, କର୍ମ ବନ୍ଧନରେ ପଡ଼ିବ, ଏ ଜଗତକୁ ବାରମ୍ବାର ଆସୁଥିବ ଜନ୍ମ ମୃତ୍ୟୁ ଚରା ବ୍ୟାଧି, ଏ ଚାରୋଟିର ଶିକାର ହବ। କିନ୍ତୁ ତମେ ଯଦି ଭଲ କର୍ମ ଅର୍ଥ କଣ, ଯଦି ଭଗବାନଙ୍କର ସେବା କଲ, ତାହେଲେ ତୁମେ ଭଗବତ ଧାମ ଯାଇପାରିବ। ତେଣୁ ଆମେ ଯୋଉ କର୍ମ କରୁଛେ, ସେ କର୍ମରେ ଭଗବାନଙ୍କର କିଛି ନବା ଦବା ନାହିଁ, ସେ ରେସ୍ପନ୍ସିବଲ ନୁହନ୍ତି। ତାକୁ ବୁଝିବା ହଉଛି ବହୁତ ଇମ୍ପୋର୍ଟାଣ୍ଟ। ମାନେ ଆମ ଭଳି ବା ଜୀବ ଭଳି ଭଗବାନଙ୍କର ଭିତରେ କୌଣସି ଇଚ୍ଛା ନାହିଁ ଭୋଗ କରିବା ପାଇଁ, ଇନ୍ଦ୍ରିୟ ସୁଖ ପାଇଁ। ଅନେକ ମାନେ ଅଛନ୍ତି ମୂର୍ଖ, ଯୋଉମାନେ କହନ୍ତି ଭଗବାନ ମଧ୍ୟ ଦୁନିଆକୁ ଆସିଥିଲେ, ସେ ମଧ୍ୟ କର୍ମ କରିକି ସେ ମଧ୍ୟ ଫସିଛନ୍ତି, କଣ କରିବା ଆମେ ଆମେ ବା ଆଉ କଣ, ଏଇଭଳି କହନ୍ତି। ଭଗବାନଙ୍କର କର୍ମ କରିକି କୌଣସି କର୍ମର ବଦଳରେ ସେ କିଛି ଆଶା କରନ୍ତି। ସେଥିପାଇଁ ସେ ତ ସାରଥୀ ହେଇଥିଲେ, ସାରଥୀ ହେଇକି ଅର୍ଜୁନଙ୍କର ରଥ ଚଲଉଥିଲେ ନିଜ ଭକ୍ତ ପାଇଁ। ତାଙ୍କର କର୍ମ କରିକି ଏ ଯୋଉ କର୍ମ ସେ କରୁଛନ୍ତି, ଏ ଦିବ୍ୟ କର୍ମ, ସେ ଯଦିଓ ଅଚ୍ୟୁତ କିନ୍ତୁ ତାଙ୍କ ସ୍ଥିତିର ପତନ ହୁଏନି, କିନ୍ତୁ ଷ୍ଟିଲ୍ ସେ ଏ କାମ କରୁଛନ୍ତି। ତାଙ୍କର ସେ ନିଜ ସ୍ଥିତିରୁ ଖସି ଆସିଲେ, ସେ ଭଗବାନ କିନ୍ତୁ ସେ ସେବକ ହେଇଗଲେ, ଉଲ୍ଟା ପୋଜିସନ ହେଇଗଲେ, ମାଲିକ ହେଇଗଲେ ଅର୍ଜୁନ। ଭକ୍ତଙ୍କ ପାଇଁ ସେ କିଛି ବି କରନ୍ତି, ହେଉଛି ଦିବ୍ୟ କର୍ମ। ଭଗବାନଙ୍କର ଆମେ ଯୋଉ କର୍ମ କରୁଛେ ସେଥିରେ ଭଗବାନଙ୍କର କିଛି ମାନେ ଦୋଷ ନାହିଁ, ସେ ରେସ୍ପନ୍ସିବୁଲ ନୁହେଁ। ଆମେ ଯଦି ସଫର କରୁଛେ, ଆମେ କର୍ମ କରିକି ସେ ରେସ୍ପନ୍ସିବୁଲ ନାହିଁ। ଭଗବାନ ଯେମିତି ବର୍ଷା ହଉଛି, ଆମେ ଯଦି ନିମ ମଞ୍ଜି ପକେଇଛେ ନିମ ଗଛ ହବ, ଆମ୍ବ ଟାକୁଆ ପକେଇଛେ ମଞ୍ଜି ପକେଇଛେ ଆମ୍ବ ଗଛ ହବ, ସେଥିରେ କିଛି ଭାବିବାର ନାହିଁ। କିନ୍ତୁ ଆମେ ବର୍ଷାକୁ ଦୋଷ ଦେଇପାରିବା କି, ଏ ବର୍ଷା ଏ କାହିଁକି ଏତେ ଗୁଡେ ନିମ ଗଛ ଗୁଡେ ଉଠେଇ ଦଉ, ମଞ୍ଜି କିଏ ପୋତିଛି, ଆମେ ଲଗେଇଛେ। ସେମିତି ଜୀବ ଭଲ କର୍ମ ହଉ ବା ଖରାପ, ଯୋଉ ମଞ୍ଜି ଆମେ ପକଉଛେ, ଯୋଉ ଅନୁସାରେ କର୍ମ କରୁଛେ, ଏ କର୍ମ ତ ମଞ୍ଜି ସିଡ୍, ସେ ଅନୁସାରେ ଆମେ ପ୍ରତିକ୍ରିୟା ପାଉଛେ, ସଫର କରୁଛେ, କଷ୍ଟ ପାଉଛେ, ଭୋଗୁଛେ।
भगवान को आम एपाई दोष दे पार आम आगे जाकि पढ़ा जे गोटे श्लोक अच्छी 21 नंबर श्लोक 13 अध्याय अच्छी कार्य कारण कर्तृत्व हेतु प्रकृति रुच्यते पुरुषः सुख दुखानां भोक्तृ हेतु रुच्यते भोक्तृत्व हेतु माने फॉर सेंस ग्रेटिफिकेशन ये कहते श्लोक कहते जे जो भौतिक जो परिवर्तन जहाँ कारण व फलाफल कज एंड इफेक्ट प्रकृतिर द्वारा होची किंतु आमे जो पुरुष माने जीव जो सुख दुख पाउची से कोथि पाई से होची सुख दुखर कारण से निजे जीव निजे माने आमे निजे कहीं भक्तृत्व हेतु आमे इंद्रिय भोग पाई जदि कर्म करिचे आमे सुख दुख पाउचे तार कारण आमे सुख दुखर कारण आमे निजे भगवान समस्त हृदय अच्छा से परमात्मा आमे जदि मंदिर को जीवा चाहूचे से हमको मंदिर को लेकिन जाऊँ आमे जदि मद दुकान को जीवा चाहूचे से मध्य नेबे हमको आम इच्छा अनुसार आमे जुआड़े जीवा चाहूचे से हमको नौचंती भगवान को आमे दोष दे पारिबानी पिला जेतबेले फेल हो जाउची तार बापा माँ माने दोष दउचंती टीचर पढ़े ना ठीक न पिला फेल है सेमती आमे जेतबेले कर्म करूचे किंतु जेतबेले आमे कष्ट पाउचे आमे भगवान को दोषारोप करूचे मते कहीं मद दुकान आड़े नल मोर सिरोसी सब लिवर हो गला कि मुझे चाहिए मद दुकान को जावाई से मत नहीं गले तो आम जहाँ चाहिए आम जो मंदिर जावाक चाहिए से नहीं था गलत कर्म कले आम भोगिबा भगवान से दायी नुहति तेणु जी भगवत तत्व को यही ठीक रूपे जानूची भगवान दिव्यता परमेश्वरता को तत्वतः ठीक रूपे मूलभूत तत्व सह जदि जानूची से कर्म बंधन रे पड़े से कृष्ण ये कहते अर्जुन तुम भावी पार जे मु क्षत्रिय कूल रे जन्म हेइथिली किंतु क्षत्रिय कूल रे जन्म हेले मध्य ना मु क्षत्रिय ना मु ब्राह्मण ना मु वैश्य ना मु शूद्र ना यही सब जिनस कौन सी वर्गर कर्म मोर परिवार थिला कर्म करी कर्म फल मोर स्पृहा थिला मोर कर्म ये जगतर नुहे अलौकिक अप्राकृतिक नॉट ऑफ दिस वर्ल्ड ऑफ डुअलिटी ये होची माने जोटी दुईटा जिनस रहउची दुख सुख लाभ क्षति ये जिनस जोटी रहउची ये जगतर कर्म मोर नुहे मु जोटी लाभ क्षति चिंता करी सुख दुख चिंता करी कर्म करी भगवान कहते ये मोर नुहे ये कर्म मोर यही नुहे ये जगतर नुहे से कहते दिव्य मोर कर्म हूँ दिव्य मोर शरीर हूँ दिव्य मो कर्म रे कामना नहीं कौन सी कर्म मते अफेक्ट करे ना प्रभावित करे ना छुएनी कर्म फल रे भी मोर इंटरेस्ट नहीं कर्म करी मु जहाँ करुची मु सारथी हूँ सारथी हेले जो अर्जुन मते बाहा करेंगे क्रेडिट देवे मोर किसी प्रतिबदल मत कि देवे से आशा नहीं मोर स्पृहा नहीं मो जीवन विशुद्ध सत्व शुद्ध सत्व गुणातीत
ସବୁ ଗୁଣକୁ ମୁଁ ଅତିକ୍ରମ କରିଛି, ତମ ରଜ ସତ୍ୱ, ମୁଁ ବାସୁଦେବ ଷ୍ଟେଟରେ ଅଛି। ଏଇ ସତ୍ୟକୁ ବୁଝିବାକୁ ଚେଷ୍ଟା କର ଅର୍ଜୁନ। ଭଗବାନ କହୁଛନ୍ତି ଯେ ଅର୍ଜୁନ ଏ ସତ୍ୟକୁ ବୁଝ, ତତ୍ୱତଃ ତମେ ମଧ୍ୟ ଆତ୍ମା ମୋ ଭଳି। ତମେ ଇନ୍ଦ୍ରିୟାରାମ ହୁଅ ନା, ଇନ୍ଦ୍ରିୟର ସୁଖ ପଛରେ ପଡ ନା, ଆତ୍ମାରାମ ହୁଅ, ଆତ୍ମାର ସୁଖ ପଛରେ ପଡ। ଆତ୍ମାରେ କେମିତି ଆନନ୍ଦିତ ହବ ତା କଥା ଚିନ୍ତା କର। ମୋ ସାଙ୍ଗରେ ଯୋଉ ସମ୍ପର୍କ ତମର ଥିଲା, ସେ ସମ୍ପର୍କ ତମର ହଜି ଯାଇଛି, ତାକୁ ପୁନର୍ସ୍ଥାପନ କର। ସେ ସମ୍ପର୍କ ହଉଛି ମୋର ଦାସତ୍ୱ ସମ୍ପର୍କ ମୋ ସହିତ। ମାଲିକର ଯେମିତି ଭୃତ୍ୟ ସାଙ୍ଗରେ ଯେମିତି ସମ୍ପର୍କ, ସେଇ ସମ୍ପର୍କ ତମର ମୋ ସାଙ୍ଗରେ। ତେଣୁ ତମେ ମୋର ଭକ୍ତି କର, ମୋର ସେବା କର। এইଭଳି କଲେ ତମେ ମଧ୍ୟ ଗୁଣାତୀତ ହେଇପାରିବ, କର୍ମ ବନ୍ଧନରୁ ମୁକ୍ତ ହେଇପାରିବ। ଯଦି ତମେ ଏତିକି ବୁଝିଗଲ, ଅଟୋମେଟିକାଲି ଭଗବାନ କହୁଛନ୍ତି ମୋର ଏଇ ଯୋଉ ଫିଲୋସଫିକୁ ବୁଝିଗଲେ ଯେ ମୋର କର୍ମ ହଉଛି ଦିବ୍ୟ, ନା ମୁଁ କର୍ମ ଏଠି କରେନି, କର୍ମ ଫଳରେ ମୋର ସ୍ପୃହା ନାହିଁ, ଭୋଗିବା ପାଇଁ ମୋର ଇଚ୍ଛା ନାହିଁ। ଯଦି ବୁଝିଗଲ ତମେ ମଧ୍ୟ ସେଇଭଳି କର୍ମ କରିବ, ଆତ୍ମାରାମ ହବ। ତେବେ ଭଗବାନ ଏଠି ମୋଟାମୋଟି ତିନୋଟି ଜିନିଷ କହୁଛନ୍ତି। ତିନୋଟି ଜିନିଷ ଆମେ ଯଦି ତାର ସାରାଂଶ ଦେଖିବା ଶ୍ଲୋକର, ତିନୋଟି ଜିନିଷ ଭଗବାନ କହୁଛନ୍ତି। ଭଗବାନ କେବେ କର୍ମ ଦ୍ୱାରା ବାନ୍ଧି ହୁଅନ୍ତିନି। ଫାର୍ଷ୍ଟ ଥିଙ୍ଗ, ଲର୍ଡ ଇଜ ନେଭର ବାଉଣ୍ଡ ବାଇ କର୍ମ। ସେ ଯାହା ବି ଏଠି କର୍ମ କରନ୍ତି ଆସିକି, ସେଥିରେ ତାଙ୍କର ରିଆକ୍ସନ, ପ୍ରତିକ୍ରିୟା ନାହିଁ। ଆସନ୍ତି କଣ ପାଇଁ, କର୍ମ କରନ୍ତି କଣ ପାଇଁ? ଯେମିତି ମୁଁ କହିଲି, ସେ ଡ୍ରାଇଭର ହୁଅନ୍ତି, ସାରଥୀ ହୁଅନ୍ତି, ମାଖନ ଚୋରି କରନ୍ତି, ବିଭିନ୍ନ ପ୍ରକାର ଜିନିଷ କରନ୍ତି। ଗୋପୀ ମାନଙ୍କ ସାଙ୍ଗରେ ରାସଲୀଳା କରନ୍ତି। ବସ୍ତ୍ର ହରଣ କରନ୍ତି, ଏଇଭଳି ବିଭିନ୍ନ ତାଙ୍କର ବିଭିନ୍ନ ପ୍ରକାରର କର୍ମ ଆମେ ଦେଖୁଛେ। ଏକ୍ସାମ୍ପଲ ସେଟ୍ କରିବା ପାଇଁ ଆମ ଆଗରେ ଉଦାହରଣ, ଯେ କର୍ମ କେମିତି କରାଯାଏ। ଏବଂ ଦ୍ୱିତୀୟ ଜିନିଷ ହଉଛି ଆମକୁ ସେ ଅପରଚ୍ୟୁନିଟି ଦଉଛନ୍ତି, ଚାନ୍ସ ଦଉଛନ୍ତି, କେମିତି ଆମର ତାଙ୍କର ସେବା କରିପାରିବା। ଏ ଭୌତିକ ଜଗତରେ ଆମେ ମାନେ ଯୋଉ ରାଜା ମାନେ ରହନ୍ତି, ଯୋଉ ଶାସକ ମାନେ ରହନ୍ତି, ଯୋଉ ନିୟମ ସେମାନେ ତିଆରି କରିଛନ୍ତି, ସେ ନିୟମ ଦ୍ୱାରା ସେ ବନ୍ଧା ନୁହନ୍ତି। ଭଗବାନ ଜଗନ୍ନାଥ ମାନେ ସମୟ ଅନୁସାରେ ସେ ବନ୍ଧା ନୁହନ୍ତି। ଏ ତାଙ୍କ ନିଜ ଇଚ୍ଛାରେ ସେ ଶୋଇବେ, ନିଜ ଇଚ୍ଛା ହେଲେ ସେ ଉଠିବେ, ନିଜ ଇଚ୍ଛା ହେଲେ ଭୋଗ କରିବେ, ତାଙ୍କର ନିଜ ଇଚ୍ଛାରେ ଆତ୍ମାରାମ। ତେଣୁ ଭଗବାନ କର୍ମରେ କେବେ ହେଲେ ବାନ୍ଧି ହୁଅନ୍ତିନି, ଆମେ ହଉଛେ। ଭଗବାନ ଏଇ ଫାର୍ଷ୍ଟ ପଏଣ୍ଟ କହୁଛନ୍ତି, ସିଏ ହଉନାହାନ୍ତି, କାରଣ କର୍ମ ଫଳରେ ତାଙ୍କର ସ୍ପୃହା ନାହିଁ ଏବଂ ସେ କର୍ମ ବନ୍ଧନରେ ସେଥିପାଇଁ ତାଙ୍କର ନାହିଁ ରିଆକ୍ସନ, କର୍ମର ପ୍ରତିକ୍ରିୟା ନାହିଁ। କିନ୍ତୁ ଆମେ ଭକ୍ତୃତ୍ୱ ହେତୁ ଉଚ୍ୟତେ, ଆମେ ଇନ୍ଦ୍ରିୟ ଭୋଗ ପାଇଁ କର୍ମ କରୁଛେ, ସେଥିପାଇଁ ଆମେ କର୍ମ ବନ୍ଧନରେ ପଡୁଛେ। ଜୀବନରେ ସୁଖ ଦୁଃଖ ବୋଲି ଗୋଟେ ଜିନିଷ ଆସୁଛି। ଆମର ଯେତେବେଳେ ଉପଭୋଗ କରିବା ମାନସିକତା ଆସୁଛି। ମୁଁ ଆଉ ଗୋଟେ ଜାଗାରେ କହିଥିଲି ଯେ ମାନେ କର୍ମକୁ କେମିତି, କର୍ମ ହଉଛି କ୍ରିୟା ପ୍ଲସ ଅହଂ, ଏ ଦିଟି ହେଲେ କର୍ମ। ମାନେ ଯୋଉ କ୍ରିୟାରେ ମୁଁ ଗୋଟେ ଜିନିଷ ପଶିଗଲା, ସେଇଠି ପ୍ରତିକ୍ରିୟା ଆସିବ। ଅର୍ଥାତ୍ ନିଜର ମୋଟିଭ ରହିଲା, ସେ ହଉଛି କାମନା ବା ସେଲଫିଶ ଡିଜାୟାର। କିନ୍ତୁ ଭଗବାନ ତ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତାଙ୍କର କଣ ଦରକାର? ତାଙ୍କ ପାଖରେ ସବୁ ଅଛି, ସେ ଆତ୍ମାର ବାହାରୁ କୌଣସି ଜିନିଷ ତାଙ୍କର
ସୁଖ ଆନନ୍ଦ ପାଇଁ ଭୋଗ ପାଇଁ କିଛି ଆବଶ୍ୟକତା ନାହିଁ, ସେଥିପାଇଁ ସେ କର୍ମ ବନ୍ଧନରେ ପଡନ୍ତି। କିନ୍ତୁ ଏଇଭଳି ଯିଏ ଜାଣୁଛି, ଭଗବାନ କହୁଛନ୍ତି ଯେ ଭଗବାନଙ୍କୁ ଯିଏ ଏଇଭଳି ଜାଣୁଛି ଯେ ଭଗବାନ କର୍ମରେ ବାନ୍ଧି ହୁଅନ୍ତିନି, ତାଙ୍କ କର୍ମର ପ୍ରତିକ୍ରିୟା ନାହିଁ, ଏବଂ ଯିଏ ଏଇ କଥା ବାରମ୍ବାର ଜାଣୁଛି, ଭଗବାନ ସେଥିପାଇଁ କହିଛନ୍ତି ଅଭିଜାନତି ଇତି ମାଂ ଯୋ ଅଭିଜାନତି, ଯିଏ ବାରମ୍ବାର ଜାଣୁଛି। କଣ ଜାଣୁଛି ବାରମ୍ବାର? କାରଣ ଭୁଲି ଯାଇଛି ନା ଭଗବାନଙ୍କର ସହିତ ସମ୍ପର୍କ, ସେବକ ବୋଲିକି। ସେଇ ସେବକ ଜିନିଷଟା ସେ ବାରମ୍ବାର ଜାଣୁଛି ଯେ ନା ମୁଁ ଭଗବାନଙ୍କ ସେବକ, ମୁଁ ନିଜର ସେବକ ନୁହେଁ, ମୋ ଶରୀରର ସେବକ ମୁଁ ନୁହେଁ, ଭୋଗ କରିବା ମୋର ବୃତ୍ତି ନୁହେଁ, ସେବା ମୋର ବୃତ୍ତି, ମୁଁ ଭଗବାନଙ୍କର ଭୃତ୍ୟ, ତାଙ୍କର ଖୁସି ପାଇଁ ଆନନ୍ଦ ପାଇଁ ମୋର କର୍ମ କରିବା ହଉଛି ମୋର କନଷ୍ଟିଟ୍ୟୁସନାଲ ପୋଜିସନ। ତାହେଲେ ଆମେ କର୍ମ ବନ୍ଧନରେ ପଡିବା। ଏଇଭଳି ଯେତେବେଳେ ଆମେ ଜାଣୁଛେ ଆମେ କର୍ମ ବନ୍ଧନରୁ ମୁକ୍ତ ହେଇଯିବା ବୋଲି ଭଗବାନ କହୁଛନ୍ତି। ଭଗବାନଙ୍କର ଶରଣାଗତି ହେଇ ଯିଏ ମାନେ ଏଇ ଯୋଉ ଆମେ ଯୋଉ କଥା ଆଲୋଚନା କଲେ, ସେ ଜାଣିଗଲା ଯେ ଭଗବାନ କର୍ମ ବନ୍ଧନରେ ପଡନ୍ତି ନାହିଁ, ଏତିକି ଜାଣିଗଲେ ସେ ମଧ୍ୟ କର୍ମ ବନ୍ଧନରୁ ମୁକ୍ତି ପାଇଯିବ। ଇତି ମାଂ ଯୋ ଅଭିଜାନତି କର୍ମ ବିହୀନ ସ ବଧ୍ୟତେ। ତ ଏଇଭଳି ଆମେ ଦେଖିଲେ, ଏବଂ ଆମର 15 ନମ୍ବର ଶ୍ଲୋକରେ ଭଗବାନ ଯୋଉ ସେକ୍ସନଟି ଆରମ୍ଭ କରୁଛନ୍ତି, ଇଏ ଚାଲିଛି 15ରେ ବି ଆଉ ଟିକେ କଣ୍ଟିନ୍ୟୁ କରିବେ, ଯେ ସେ କେମିତି ନନ୍ ଡୁୟର କଥା ସେ ପୁଣି ବୁଝେଇବେ, ଭଗବାନ କହିବେ ସେଠି। ଏ 15 ନମ୍ବର ଶ୍ଲୋକ ତାପରେ 16କୁ ଆଉ ଗୋଟିଏ ସେକ୍ସନ ଆରମ୍ଭ ହବ। ତେବେ ଆଜି ସମୟ ହେଇଯାଇଛି, ଆମେ ଏଇଠି विराम नवा। ग्रंथराज श्रीमद भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण। प्रणाम गुरुजी, जय श्री कृष्ण। जय श्री कृष्ण।